ପିଲାମାନେ ସମସ୍ତେ ଭଲ ଅଛ? ମୁଁ ଭାବୁଛି ସମସ୍ତେ ଭଲ ଥିବ। ଦେଖ ପିଲାମାନେ, ଆମେ ଆଜି ପଢ଼ିବା ଗଣିତ ପାଠର କ୍ୟାଲେଣ୍ଡର। କ୍ୟାଲେଣ୍ଡରରେ ପ୍ରଥମେ ଆମେ ଜାଣିବା କ୍ୟାଲେଣ୍ଡର କ'ଣ। ପ୍ରଥମେ କ'ଣ ଜାଣିବା? କ୍ୟାଲେଣ୍ଡର କ'ଣ? କ୍ୟାଲେଣ୍ଡର ହେଉଛି ଯେଉଁ ତାଲିକାରୁ ମାସ, ବାର, ଦିନ, ସପ୍ତାହ ଓ ପକ୍ଷ ଇତ୍ୟାଦି ବିଷୟରେ ଜାଣି ହୁଏ, ତାହାକୁ ଆମେ କ୍ୟାଲେଣ୍ଡର ବୋଲି କହିବା। ତାହାକୁ ଆମେ କ'ଣ କହିବା? କ୍ୟାଲେଣ୍ଡର ବୋଲି କହିବା। ତାହେଲେ କ୍ୟାଲେଣ୍ଡର ଆମେ କ'ଣ ଜାଣୁଛେ? କ୍ୟାଲେଣ୍ଡର ଆମେ ବର୍ଷ ଜାଣୁଛେ। ଏକ ବର୍ଷ, ପିଲାମାନେ ତୁମେ ଛୋଟବେଳରୁ ବି ଜାଣିଛ, ଏକ ବର୍ଷ 12 ମାସ। ପ୍ରାୟ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପଢ଼ିଲା ସମୟରେ ମଧ୍ୟ ତୁମେ ଏଗୁଡ଼ାକ ପଢ଼ିଛ। ଏକ ବର୍ଷ ସମାନେ 12 ମାସ। ଏକ ମାସ ସମାନେ 30 ଦିନ। ଏକ ମାସ ସମାନେ ଏକ ମାସକରେ 2 ପକ୍ଷ ରହୁଛି। ଏକ ମାସ 2 ପକ୍ଷ, ଯେଉଁଟାକି ଆମେ କହୁଛେ କୃଷ୍ଣପକ୍ଷ ଆଉ ଶୁକ୍ଲପକ୍ଷ। କୃଷ୍ଣପକ୍ଷ ଆଉ ଶୁକ୍ଲପକ୍ଷ କହୁଛେ 2 ପକ୍ଷ। ପକ୍ଷକ 15 ଦିନ, ପକ୍ଷ କହୁଛି 15 ଦିନ। ଏ କୃଷ୍ଣପକ୍ଷ 15 ଦିନ ଆଉ ଶୁକ୍ଲପକ୍ଷ 15 ଦିନ, ଏ ଦୁଇଟାକ ପକ୍ଷ ମିଶିଲେ ଏକ ମାସ ହୁଏ। ତାପରେ ଏକ ସପ୍ତାହ 7 ଦିନ, ବୁଝିଲ? ତାପରେ ଆମେ ଜାଣିବା, ଆମେ କ'ଣ ଜାଣିବା? ଇଂରାଜୀ ମାସର ନାମ। ବର୍ଷକ 12 ମାସ ବୋଲି ଜାଣିଛେ। ଇଂରାଜୀ ମାସରେ ବର୍ଷକ 12 ମାସ ଆମେ କେମିତି ଲେଖିବା? ଦେଖ, ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଅପ୍ରେଲ, ମେ, ଜୁନ୍, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର। ଏ ହେଉଛି ଆମର ଇଂରାଜୀ ମାସର 12 ମାସର ନାମ। ଇଂରାଜୀରେ ଆମର 12 ମାସର ନାମ। ତାପରେ ଆସିଲା, ତୁମେ ଓଡ଼ିଆରେ ବି ଜାଣିଥିବ। ଓଡ଼ିଆରେ ମୁଁ ଏଠି କିଛି ଲେଖିନି, ଓଡ଼ିଆରେ ସମସ୍ତେ ଜାଣିଛ। କ'ଣ? ଓଡ଼ିଆରେ 12 ମାସର ନାମ: ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର। ଇଏ ହେଉଛି ଆମ ଓଡ଼ିଆ ମାସର ନାମ। ତାପରେ ଆସିଲା, ଆମେ ସପ୍ତାହର ବାର ଗୁଡ଼ିକର ନାମ ଜାଣିବା। ଜାଣିଛେ ପିଲାମାନେ, ଏକ ସପ୍ତାହ 7 ଦିନ। ସେ 7 ଦିନର ନାମ ହେଉଛି, ପ୍ରଥମେ ଆମେ କ'ଣ କରିବା? ପ୍ରଥମେ ଆମର ସପ୍ତାହର ପ୍ରଥମ ଦିନର ନାମ ହେଉଛି ରବିବାର, ଦ୍ୱିତୀୟ ଦିନର ନାମ ହେଉଛି ସୋମବାର, ତୃତୀୟ ଦିନର ନାମ ହେଉଛି ମଙ୍ଗଳବାର, ଚତୁର୍ଥ ବାରର ନାମ ହେଉଛି ବୁଧବାର, ପଞ୍ଚମ ବାରର ନାମ ହେଉଛି ଗୁରୁବାର, ଷଷ୍ଠ ବାରର ନାମ ହେଉଛି ଶୁକ୍ରବାର ଆଉ ସପ୍ତମ ବାର ହେଉଛି ଶନିବାର। ଇଏ ହେଉଛି ଆମର 7 ବାରର ନାମ। ତାପରେ ଆସିବା କ'ଣ? ଆମେ ଜାଣିବା ଯେ ଗୋଟିଏ ମାସରେ କୌଣସି ଦିନ ଯେତେ ତାରିଖ ହୋଇଥାଏ, ସେଥିରେ 7 ମିଶିଲେ ଯେଉଁ ତାରିଖ ହୁଏ, ସେଇ ତାରିଖ ହେଉଛି, ସେଇ ତାରିଖ ପୁଣି ସେଇ ବାର ପଡ଼େ। ଆମକୁ ଯଦି କିଏ ପଚାରିଲା, ଏ ମାସର ଆଜି ହେଲା କେତେ ତାରିଖ? ଡିସେମ୍ବର ମାସର ଆଜି ହେଲା 7 ତାରିଖ। 7 ତାରିଖ ନା 8 ତାରିଖ? ଡିସେମ୍ବର ମାସର। ତାହେଲେ ଆଜିର 7 ତାରିଖ କି 7 ତାରିଖ ହେଲା କେଉଁ ବାର? ରବିବାର। ଆଉ ଆମର ଆସନ୍ତା ରବିବାର କେତେ ତାରିଖ ଆମେ ଯଦି ପଚାରିବା, ଆସନ୍ତା ରବିବାର 7 ଦିନ, ଆଜି ରବିବାର, ଆସନ୍ତା ରବିବାର ହେଉଛି 7 ଦିନ ମଧ୍ୟ ଡିଷ୍ଟାନ୍ସ। ତାହେଲେ ଆମେ କ'ଣ କରିବା? ଆଜି ସେ 7 ତାରିଖ ହେଲା, ଆସନ୍ତା ରବିବାର କେତେ ତାରିଖ ହେବ? 14 ତାରିଖ ହେବ। ଆମେ ଏମିତି ଜାଣିପାରିବା। ଦେଖ, ଉଦାହରଣ ଦେଇଛି, ମାସର 2 ତାରିଖ ବୁଧବାର ହୋଇଥାଏ, ଦ୍ୱିତୀୟ ବୁଧବାର 9 ତାରିଖରେ ପଡ଼ିବ। କେମିତି? 2 ତାରିଖ ଯଦି ପ୍ରଥମ ବୁଧବାର ପଡ଼ିଲା, ଦ୍ୱିତୀୟ ବୁଧବାର ନିଶ୍ଚୟ। 2ରେ 7, ସପ୍ତାହର 7 ଦିନ, 7 ମିଶାଇ ଦିଅ, 9 ତାରିଖ ହେବ। ହେଲା। ତାପରେ ଆସିଲା, ଏକ ମାସ 30 ଦିନ ହୋଇଥାଏ ବା 31 ଦିନ ହୋଇଥାଏ। କିନ୍ତୁ ଫେବୃଆରୀ ମାସଟା କେତେ ଦିନ? ଫେବୃଆରୀ ମାସଟା 28 ଦିନ ହୋଇଥାଏ, ମାତ୍ର 28 ଦିନ ହୋଇଥାଏ ବା 29 ଦିନ ହୋଇଥାଏ। ତେଣୁ ଆମେ କ'ଣ କରିବା? ଅଧିବର୍ଷ ପ୍ରଥମେ ଆସିବ। ଅଧିବର୍ଷ କାହାକୁ କୁହାଯାଏ? ଆମେ ଜାଣିବା ଅଧିବର୍ଷ କ'ଣ? ତ ଯେଉଁ ମସିହାର ସଂଖ୍ୟାକୁ 4 ଦ୍ୱାରା
ହରିଲେ ବା ଭାଗ କଲେ ତାହା ବିଭାଜ୍ୟ ହୋଇଥାଏ ତାହାକୁ ଅଧିବର୍ଷ କୁହାଯାଏ। ଦେଖ ତାପରେ ନେକ୍ସଟ ପଏଣ୍ଟ ଆସିଲା ଅଧିବର୍ଷରେ ଦିନ ସଂଖ୍ୟା 365 ଦିନ। ଅଧିବର୍ଷରେ ଦିନ ସଂଖ୍ୟା 365 ଦିନ ହୁଏ ଏବଂ ଫେବୃଆରୀ ମାସ 29 ଦିନ ହୋଇଥାଏ। ତାହେଲେ ତାପରେ ବର୍ଷକରେ ଆମେ ଯେଉଁ ମାସ ଗୁଡ଼ିକ ଜାଣିଛେ ସେ ମାସ ଗୁଡ଼ିକର କେଉଁ ମାସ 30 ଦିନିଆ ସେଗୁଡ଼ିକ ଆମେ ଜାଣିବା। ଦେଖ 30 ଦିନିଆ ମାସ ଗୁଡ଼ିକ ହେଲା ଅପ୍ରେଲ, ଜୁନ, ସେପ୍ଟେମ୍ବର ଓ ନଭେମ୍ବର। ତାପରେ 31 ଦିନିଆ ମାସ ଗୁଡ଼ିକ ହେଲା କ'ଣ କ'ଣ? ଜାନୁଆରୀ, ମାର୍ଚ୍ଚ, ମେ, ଜୁଲାଇ, ଅଗଷ୍ଟ, ଅକ୍ଟୋବର ଆଉ ଡିସେମ୍ବର। ଏଇଗୁଡ଼ିକ ହେଉଛି 31 ଦିନିଆ ମାସ। ତାପରେ ଆମେ ଆସିବା ବହି ପ୍ରଶ୍ନକୁ। ବହିରେ ପ୍ରଶ୍ନ ଅଛି ଯେ ଏକ ବର୍ଷ ବା ବର୍ଷକ କେତେ ମାସ? ଆମେ ଜାଣିଛେ ଆଗରୁ ମୁଁ କହିଛି ଏକ ବର୍ଷ ବା ବର୍ଷକ 12 ମାସ। ବର୍ଷକ କେତେ ମାସ? 12 ମାସ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ହେଲା ଏକ ବର୍ଷକ କେତେ ଦିନ? ଆମେ ଜାଣିବା ବର୍ଷକ 365 ଦିନ ବା 366 ଦିନ ହୋଇଥାଏ। ତାପରେ ଯେଉଁ ବର୍ଷ ବା ମସିହାର ଅଙ୍କ ସାଧାରଣତଃ 4 ଦ୍ୱାରା ବିଭାଜ୍ୟ ହୋଇଥାଏ ତାହାକୁ ଆମେ କେଉଁ ବର୍ଷ କହୁଛେ ଯେ ୟା ପୂର୍ବରୁ ମୁଁ ତୁମକୁ ଜଣେଇଛି ଯେଉଁ ମସିହାର ଅଙ୍କ ଗୁଡ଼ିକ 4 ଦ୍ୱାରା ବିଭାଜ୍ୟ ହୋଇଥାଏ ତାହାକୁ ଅଧିବର୍ଷ ବୋଲି କୁହାଯାଏ। ତାପରେ ଆସିଲା ଯେ କେଉଁ ମାସଟିର ଦିନ ସଂଖ୍ୟା 30ରୁ କମ୍ ହୋଇଥାଏ? କେଉଁ ମାସ ଗୁଡ଼ିକ ଦିନ ସଂଖ୍ୟା 30ରୁ କମ୍ ହୁଏ? ମାତ୍ର ବର୍ଷକୁ ଗୋଟିଏ ମାସ ଯେଉଁ ମାସ କି 30ରୁ କମ୍ ହୋଇଥାଏ ସେ ହେଉଛି ଫେବୃଆରୀ ମାସ। ଫେବୃଆରୀ ମାସର ଦିନ ସଂଖ୍ୟା କମ୍ ହୋଇଥାଏ 30ରୁ। କେବେ 28 ଦିନିଆ ହୋଇଥାଏ ତ କେବେ 29 ଦିନିଆ ହୋଇଥାଏ। ତାପରେ ଆସିଲା ପ୍ରଶ୍ନ ଜୁଲାଇ ଓ ଅଗଷ୍ଟର ଦିନ ସଂଖ୍ୟା ମିଶି କେତେ? ଜୁଲାଇ ମାସ ତ 31 ଦିନିଆ ଜାଣିଛ ପିଲାମାନେ, ଅଗଷ୍ଟ ମାସ ମଧ୍ୟ 31 ଦିନିଆ, ତେଣୁ ଦୁଇଟାକ ମିଶିଲେ କେତେ ଦିନ ହେବ? 62 ଦିନ ହେବ। ତାପରେ ଜୁନ ଓ ଜୁଲାଇ ମାସର ଦିନ ସଂଖ୍ୟା ମିଶି କେତେ? ଜୁନ ମାସ ଜାଣିଛ ପିଲାମାନେ 30 ଦିନିଆ ଆଉ ଜୁଲାଇ ମାସ ଜାଣିଛ 31 ଦିନିଆ। এই ଦୁଇଟାକ ମାସ ମିଶିଲେ 61 ଦିନ ହୋଇଥାଏ। ତାପରେ ଦେଖ ନେକ୍ସଟକୁ ଯିବା। ଏ ବର୍ଷର ଫେବୃଆରୀ ମାସଟା କେତେ ଦିନ ଥିଲା? ଏ ବର୍ଷର ଫେବୃଆରୀ ମାସଟା 28 ଦିନ ହୋଇଥାଏ। ଦେଖ ତାପରେ ପ୍ରଶ୍ନ ଅଛି ଗୋଟିଏ ମାସର 6 ତାରିଖ ପ୍ରଥମ ରବିବାର ହେଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ? ଏ ହେଉଛି ଆମର କ୍ୱେଶ୍ଚିନ୍। ଦେଖ ପିଲାମାନେ ପ୍ରଥମ ମାସର ପ୍ରଥମ ହେଉଛି ପ୍ରଥମ ତାରିଖ ହେଉଛି 6 ତାରିଖ। 6 ତାରିଖଟା ହେଉଛି ରବିବାର ପଡ଼ୁଛି। ପ୍ରଥମ ରବିବାରଟା ହେଉଛି 6 ତାରିଖରେ ପଡ଼ିଲା। ଯଦି ପ୍ରଥମ ରବିବାର 6 ତାରିଖରେ ପଡ଼ିଲା ତାହେଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ? ଆମେ କ'ଣ କରିବା? ପ୍ରଥମ ରବିବାର ଆଉ 7 ମିଶାଇଲେ ଦ୍ୱିତୀୟ ରବିବାର ପଡ଼ିବ। ଦ୍ୱିତୀୟ ରବିବାର ଯେତିକି ତାରିଖ ପଡ଼ିଲା ତାକୁ ଆଉ 7ରେ ମିଶାଇଲେ ତୃତୀୟ ରବିବାର ପଡ଼ିବ। ତାହେଲେ ଦେଖ ଦ୍ୱିତୀୟ ରବିବାର ଆସିଲା 6 ମିଶାଣ 7 13 ତାରିଖ। ତୃତୀୟ ରବିବାର 13 7 ମିଶିଲେ 20 ତାରିଖରେ ତୃତୀୟ ରବିବାର ପଡ଼ିବ। ବୁଝିପାରିଲ? ଦେଖ ନେକ୍ସଟ ପ୍ରଶ୍ନ ହେଲା ଗୋଟିଏ ମାସର ଦ୍ୱିତୀୟ ସୋମବାର 12 ତାରିଖ ହେଲେ ପ୍ରଥମ ସୋମବାର କେତେ ତାରିଖରେ ପଡ଼ିବ? ଜାଣିଛେ ସପ୍ତାହକୁ 7 ଦିନ, ଆମେ 12ରୁ 7 ମାଇନସ୍ କରିଦେବା। ମାଇନସ୍ କଲେ 5 ତାରିଖ ପଡ଼ିବ। ତାପରେ ଆସିଲା ମାସର ଚତୁର୍ଥ ମଙ୍ଗଳବାର 28 ତାରିଖ ହେଲେ ପ୍ରଥମ ସୋମବାର କେତେ ତାରିଖରେ ପଡ଼ିବ? ଆମେ ମାଇନସ୍ କରି ସାଧାରଣ କଥା ପ୍ରଥମେ ଆମେ ଏଇଟା ଫେଡ଼ି ଆଣେ 28ରୁ 7 ଫେଡ଼ିବା। ପ୍ରଥମ କ'ଣ ଚତୁର୍ଥ ରବିବାର 28ରୁ 7 ଗଲେ 21 ଆସିବ, ସେଇଟା ହେଲା ତୃତୀୟ ରବିବାର। ତାପରେ 21ରୁ 7 ଫେଡ଼ିଲେ 14 ଆସିବ, ସେଇଟା ହେଲା ଦ୍ୱିତୀୟ ରବିବାର। 14ରୁ 7 ଗଲେ 7 ଫେଡ଼ିଲେ 7 ତାରିଖ ପଡ଼ିବ, ସେଇଟା ହେଉଛି ପ୍ରଥମ ମଙ୍ଗଳବାର। ତାହେଲେ ଦେଖ ସପ୍ତାହର ପ୍ରଥମ ଦିନ ବୋଲି କାହାକୁ ଗ୍ରହଣ କରାଯାଏ? ଆମେ ଜାଣିଛେ ସପ୍ତାହର ପ୍ରଥମ ଦିନ ହେଉଛି ଆମେ ରବିବାରଠୁ ଆମେ ପ୍ରଥମେ ଗଣତି କରୁଛେ, ତେଣୁ ସପ୍ତାହର ପ୍ରଥମ ଦିନ ହେଉଛି ରବିବାର।
गोटे फेब्रुआरी मासर प्रथम रविवार 4 तारिख हेले 4 तारिख पड़े से ही मासर आ केतोटी रविवार पड़ो फेब्रुआरी मासर जदि प्रथम रविवार 4 तारिख है द्वितीय रविवार पड़ो 4 मिशाण 7 11 तारिख पड़ो तृतीय रविवार पड़ो 18 तारिख 11 मिशाण 7 समान 18 चतुर्थ रविवार पड़ो 18 मिशाण 7 समान 25 तारिख तार चतुर्थ रविवार के तारिख पड़ो 25 तारिख पड़ो तापर देख 2000 मसीहा और 2007 मसीहार दिन संख्या मिसी केते हम आम जाचे 2000 मसीहा हूँ गोटे अधिवर्ष कि 2007 मसीहा अधिवर्ष नुहे तेणु 365 दिन मिशाण 366 दिन से 731 दिन देख पिला माने तुम स्कूल डिसेम्बर 24 तारिख रु जनवरी मास 1 तारिख पर्यंत छुट्टी रहिला तुम्हें केते दिन पर छुट्टी पाइल माने ये आम देख डिसेम्बर मास 24 तारिख रु छुट्टी अर्थात 24 तारिखटा भी मिसिला 24 तारिख दिन मध्य छुट्टी थिला ताहले डिसेम्बर मासटा 31 दिनिया 24 ठारू एक आमर 9 दिन छुट्टी रहिला बुझिपाल दुई तापर 1 तारिख पर्यंत 1 तारिख भी छुट्टी रहिबो आम 24 रु गणिक आनबा 1 हूँ 24 ठारू 1 हूँ 9 दिन छुट्टी तापर देख वर्षर आरंभ और शेष मास दिन संख्या मिसी केते पिला माने जानिछ वर्षर आरंभ हूँ जनवरी मास शेष मास हूँ डिसेम्बर मास तेरे आम जनवरी मास और डिसेम्बर मास मिसेदेले केते दिन हम जनवरी मास 31 दिन डिसेम्बर मास है 31 दिन 31 62 दिन है तापर देख नेक्स्ट प्रश्न हूँ गोटे मासर 2 तारिख शनिवार हेले 15 तारिख क्यों बार पड़ो देख सप्ताह 7 दिन आम जाने आगुरी 2 तारिख शनिवार है आम 7 मिसेदेले 9 तारिख है द्वितीय शनिवार है 9 तारिख ताहले द्वितीय शनिवार आम आउ 7 दिन मिसेदेबा तो 16 तारिख हम कौन तृतीय शनिवार ये पचार 15 तारिख 15 तारिख क्यों बार हम आम 1 माइनस कर दियो 16 रु 15 16 रु 15 गले शुक्रवार 15 तारिखटा शुक्रवार पड़ो बुझिपार ताहले 15 तारिखटा क्यों बार पड़ो देख ये 15 तारिख क्यों बार पड़ो 16 माइनस 1 से 15 तारिख शुक्रवार 15 तारिख पड़ो बुझल तापर अच्छी नेक्स्ट क्वेश्चन वर्षर आरंभ और शेष मासर दिन संख्यार वियोगफल केते हम वर्षर आरंभ होला जनवरी मास वर्षर शेष मास है डिसेम्बर मास जनवरी मास 31 दिन डिसेम्बर मास है 31 दिन 31 वियोग कले माइनस कले केते 0 ये 2 मासर वियोगफल है 0 ये आमर कैलेंडर क्वेश्चन आंसर तापर कैलेंडर विषय तो बुझेली पिला माने भले से बुझिबो आउ एको कैलेंडर पाठ आसिले ताकू निजे करने को चेष्टा करिवो भल से बुझिकी बुझेबा को मध्य चेष्टा करिवो जय जगन्नाथ।